ନିଜର ସମ୍ମାନ ହରାଇବାର ମୁଖ୍ୟ କାରଣ କ'ଣ ଆସନ୍ତୁ ଜାଣିବା। କାହା ଘରକୁ ବାରମ୍ବାର ଯିବା ଆସିବା କଲେ ପ୍ରଥମରୁ ମିଳୁଥିବା ସ୍ନେହ ଓ ଭଲ ପାଇବା ଧୀରେ ଧୀରେ ହ୍ରାସ ହୋଇଥାଏ। ସମ୍ପର୍କୀୟଙ୍କ ଘରେ ବେଶୀ ଦିନ ରହିବା ନିଜ ସମ୍ମାନକୁ କମାଇ ଦିଏ। ଆବଶ୍ୟକ ଠାରୁ ଅଧିକ କଥାବାର୍ତ୍ତା କରୁଥିବା ଲୋକଙ୍କୁ ସାଧାରଣତଃ କେହି ଗୁରୁତ୍ୱ ଓ ସମ୍ମାନ ଦିଅନ୍ତି ନାହିଁ। ଉପରେ ପଡ଼ି ଅନ୍ୟକୁ ଉପଦେଶ ଦେବା ଅଭ୍ୟାସରୁ ମଧ୍ୟ ସମ୍ମାନ କମିଯାଏ। ନିଶା ଦ୍ରବ୍ୟ ସେବନ କରୁଥିବା ଲୋକଙ୍କୁ ସମାଜରେ ଭଲ ଦୃଷ୍ଟିରେ ଦେଖାଯାଏ ନାହିଁ, ତେଣୁ ସମ୍ମାନ ମଧ୍ୟ ମିଳେ ନାହିଁ। ଖରାପ ସଙ୍ଗତରେ ରହିବା ଦ୍ୱାରା ନିଜର ଛବି ଓ ସମ୍ମାନ ଦୁଇଟି ଯାକ କ୍ଷତିଗ୍ରସ୍ତ ହୋଇଥାଏ। ସମ୍ମାନ ମାଗିଲେ ମିଳେ ନାହିଁ। କାମ ଏମିତି କରିବା ଉଚିତ ଯାହା ଦେଖି ଲୋକମାନେ ସ୍ୱୟଂ ଆପଣଙ୍କୁ ହୃଦୟରୁ ସମ୍ମାନ ଦେବେ। ସ୍ୱାମୀ ପାଇଁ ସ୍ତ୍ରୀ ସବୁଠାରୁ ବଡ଼ ଏବଂ ସ୍ତ୍ରୀ ପାଇଁ ସ୍ୱାମୀ ଠାରୁ ବଡ଼ ମିତ୍ର ବା ବନ୍ଧୁ ଏ ଦୁନିଆରେ କେହି ହେବେ ନାହିଁ। ଯଦି ଉଭୟ ନିଜ ଭିତରେ ବୁଝାମଣା ଠିକ୍ ରଖି ଜୀବନରେ ପ୍ରତ୍ୟେକ ନିଷ୍ପତ୍ତି ମିଶିକରି ନେବେ, ତେବେ ସାରା ଜୀବନଟା ସୁଖ ଶାନ୍ତିରେ କଟିଯିବ। ଯେଉଁ ଘରେ ପୁରୁଷ ସର୍ବଦା ନାରୀକୁ ନିର୍ଯାତନା ଦିଏ, ସେ ଘର ବିନାଶ ଆଡ଼କୁ ଚାଲିଯିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।